ସେଇଥିପାଇଁ ପଣ୍ଡିତ ଆଜ୍ଞା ଜଗତରେ ଭଗବାନ ସବୁ ସହିବେ ପାପ ସହିବେ ନାହିଁ। ସେଇଥିପାଇଁ ଜଗତରେ ପାପ କଲା ବେଳେ ପଣ୍ଡିତେ ଭାବି ଚିନ୍ତି କରନ୍ତୁ। କାହିଁକି ନା ଜଗତରେ ପାପ ପଣ୍ଡିତେ ତା ବାପାକୁ ବି ଛାଡିବ ନାହିଁ। ଲୁଚି କରନ୍ତୁ ଦେଖେଇ କରନ୍ତୁ କହି କରନ୍ତୁ ଭୁଲ କରିଛନ୍ତି ମାନେ ଦଣ୍ଡିତ ହେବେ। ଭଗବାନ କହିଛନ୍ତି ମଣିଷ ମତେ କର୍ମଫଳ ଛାଡ଼ିନି ତତେ କେମିତି ଛାଡ଼ିବ? ତେଣୁ ତୁ ଯାହା କରିବୁ ତୋ ଭାଗ୍ୟ ଦ୍ୱାରା ଆସି ପହଞ୍ଚିବ। ସେଇଥିପାଇଁ ମଣିଷର ପଣ୍ଡିତ ମଣ୍ଡଳୀ ଭାଗ୍ୟ ଫାଗ୍ୟ କିଛି ନାହିଁ। ମଣିଷର ସବୁଠୁ ଆଜ୍ଞା ବଡ ଦଣ୍ଡ ହଉଛି କର୍ମ। ତୁ କର୍ମ ମାଧ୍ୟମରେ ଯାହା କରିବ ତୋ ଭାଗ୍ୟ ହୋଇ ଆସି ପାଖରେ ଠିଆ ହବ। ଆଜି ଯଦି ଭଲ କାମ କରିଛୁ କାଲି ଭଲ ଭାଗ୍ୟ ତତେ ଆସିବ। ଯଦି ଆଜି ଖରାପ କର୍ମ କରିଛୁ କାଲି ଦୁର୍ଭାଗ୍ୟ ନିମନ୍ତ୍ରିତ କରିବ ନିଃସନ୍ଦେହ ଆଜ୍ଞା। ସେଇଥିପାଇଁ ପଣ୍ଡିତ ମଣ୍ଡଳୀ ଜଗତରେ ଭଗବାନ ସବୁ ସହିବ ପାପ କେବେ ସହିବ ନାହିଁ। ଯଦୁମଣି କହିଲେ ସେଇଥିପାଇଁ ପଣ୍ଡିତ ମଣ୍ଡଳୀ ଜଗତରେ ଆପଣ ଭାବି ଚିନ୍ତି କର୍ତ୍ତବ୍ୟ କରନ୍ତୁ। ବୋଲା ନିକିତି ଦଉଲ ସାନ ବଡକୁ ଭାରି ହୁଏ ଯେହୁ କଷି କଷାଇ ଧନ ଦେବ ନହିଲେ ବାହୁଡାଇ ନବ। ନିକିତିରେ ଓଜନ କଲା ବେଳେ ପଣ୍ଡିତେ ଯୋଉଟା ଆଜ୍ଞା ତଳକୁ ଯୋଉ ପାଲଟା ଯିବ ତାର ଦାମଟା ପଣ୍ଡିତେ ଅଧିକା ହବ। ଯାହାର ଉପରକୁ ଯିବ ତା ଦାମ କମିଯିବ। ଜୀବନରେ କସନ୍ତୁ ତର୍ଜମା କରନ୍ତୁ ଯାହା ମୁଁ କରୁଛି ତା ଠିକ ଥ। ମୁଁ ଯୋଉ କର୍ମ କରୁଛି କାହାର ଖରାପ ହବନି ତ। ମୁଁ ଯୋଉ ବାଟରେ ଯାଉଛି ସେ ବାଟ ନିଶ୍ଚିତ ତ। ସେ ନିଷ୍କଣ୍ଟକମୟ ସେ ରାଜ୍ୟ ତ। ତାହେଲେ ସବୁ ଠିକ ଥିବ ଆଜ୍ଞା। ବାଟ ଆଉ ଯଦି କର୍ମ ଭୁଲ ହେଲା ମୁକ୍ତି ମିଳିବନି ଆଜ୍ଞା। ପଥର ଭଳି ଆପଣ ଯେତେ ଭଗବାନଙ୍କ ପାଖରେ ମୁଣ୍ଡ ପିଟିବେ ମୁକ୍ତି ମିଳିବନି ଆଜ୍ଞା। ସେଇମାନେ ମୁକ୍ତି ଦ୍ୱାରରେ ଥାନ୍ତି ଯୋଉମାନଙ୍କ ବାଟ ଶୃଙ୍ଖଳିତ ଯୋଉମାନଙ୍କର କର୍ମ ପରିଷ୍କାର। ତାହେଲେ ପଣ୍ଡିତ ମଣ୍ଡଳୀ ଆସନ୍ତୁ ପୁରାଣକୁ ଯିବା ଆଜ୍ଞା। ବୋଲା କୌଣପ କୂଳେ ଭାରି ହୋଇ ଧରଣୀ ସୁନ୍ଦରେ ଗୋଟେ ରାକ୍ଷସ ଉତ୍ପାତ ହେଲା। ରାକ୍ଷସର କୁକର୍ମ ଏତେ ଦୁଷ୍କର୍ମ ବଳିଷ୍ଠ ହେଲା ଜଗତକୁ ପଣ୍ଡିତେ ଭୀତତ୍ରସ୍ତ ଭାରାକ୍ରାନ୍ତ କଲା। ଯାହାର ଭାରାକୁ ଧରିତ୍ରୀ ସହିଲା ନାହିଁ। କବି ଲେଖିଲେ ହୋଇ ଧରଣୀ ସୁନ୍ଦରୀ ବିନୟୀ ହୋଇ ବ୍ରହ୍ମାଙ୍କୁ ଆଗେ କହିଲା ରାକ୍ଷସ ମାନଙ୍କର ପାପ ଭାରକୁ ଧରିତ୍ରୀ ନ ସହିପାରେ। ବିନମ୍ରତା ସହିତ ଭଗବାନ ବ୍ରହ୍ମାକୁ ଯାଇ ଗୁହାରି କଲା। ଗୋଟେ ସୁନ୍ଦର ସଂସାର ତିଆରି କଲେ ପ୍ରଭୁ। ଏଟେ ସାମ୍ୟ ସୌମ୍ୟ ପ୍ରେମ ମନ୍ତ୍ର ମୈତ୍ରୀ ପ୍ରୀତି ଆର ଜଗତରେ ବିସ୍ତାର କଲେ। ପ୍ରତ୍ୟେକ ମଣିଷ ଭିତରେ ଦୟା ଜ୍ଞାନ ସଞ୍ଚରିତ କଲେ। କିନ୍ତୁ ଯୋଉ ତମ ଗୁଣକୁ ଭର୍ତ୍ତି କଲେ ମଣିଷ ଭିତରେ ପ୍ରଭୁ ମଣିଷ ତା ଦ୍ୱାରା ଅନୁପ୍ରାଣିତ ହେଲା ସତ୍ୟକୁ ଭୁଲିଗଲା। ଧର୍ମକୁ ପରିହାର କରି ତମ ଗୁଣରେ ରହିଲା ରାତି ପାଇଲେ ତା ଭିତରେ ନିମଗ୍ନ ହେଲା। ସେଇଥିପାଇଁ ପଣ୍ଡିତ ଅନେକ ଚିତ ବିଭ୍ରାନ୍ତ ମୋହ ଜଲା ସମାବୃତା ପ୍ରସକ୍ତା କାମ ଭୋଗେ ସୁପତ୍ତ ଦିନରେ କେ ସୁଚେଇ ତ୍ରିବିଧନରେ କେ ସ୍ୱେଦଂ ଦ୍ୱାରଣ ସନୟାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ତ୍ରୟତ୍ୟଜ୍ୟତେ। ଗୀତା କହିଲେ ମଣିଷ ସଂସାର କରିଛୁ ସତ କିନ୍ତୁ ଯେଉଁମାନେ କାମରେ ଅନ୍ଧ ହୋଇ ନିମଗ୍ନ ହୁଅନ୍ତି ସଂସାର ଭିତରେ ଜୀବନ ତାଙ୍କର ଯନ୍ତ୍ରଣା ଭୟ ନରକ ଯନ୍ତ୍ରଣା ଦୁଃଖ ପାଇବେ। ଶେଷ ମୁହୂର୍ତ୍ତରେ ଦୁଃଖ ପାଇବେ ନରକ ଯନ୍ତ୍ରଣା ପଡୁଥିବେ। ସେଇଥିପାଇଁ ତ୍ରିବିଧନରେ କେ ସ୍ୱେଦଂ ଦ୍ୱାରଣାସନ ୟାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ତ୍ରୟତ୍ୟଜ୍ୟତେ। କାମ କ୍ରୋଧ ଲୋଭ ତିନିଟା ହେଲା ନରକର ଦ୍ୱାର। ଏ ତିନିଟାକୁ ପରିହାର କରେ ତାହେଲେ ପଣ୍ଡିତେ ସଂସାରରେ ଶାନ୍ତି ପାଇବା। ମା ଧରିତ୍ରୀ କହିଲେ ପ୍ରଭୁ ତମ ଗୁଣକୁ ମଣିଷ ଧରିଲା ସତ ଗୁଣକୁ ଭୁଲିଗଲା ତାହେଲେ ମୁଁ କେମିତି ସହିବି ମଣିଷ ମାନଙ୍କର ଭାର। ତାପରେ ଆପଣ ଯୋଉ ଦେଇଛନ୍ତି ପ୍ରଭୁ ଏ ସଂସାର ପୃଷ୍ଠଭୂମିରେ ନରବାଉ ପ୍ରଭୁ ଯାହାକୁ ରାକ୍ଷସ କୁହାଯାଏ ତାହେଲେ ପ୍ରଭୁ ରାକ୍ଷସ ମାନଙ୍କର ବଳ ରାକ୍ଷସ ମାନଙ୍କର ଉଦ୍ଧତ କର୍ମ ଯଦି ଏତେ ବିସ୍ତାରିତ ହବ ମୁଁ କେମିତି ବଞ୍ଚିବି? ଆପଣଙ୍କ ବରରେ ବଳିଆନ ହୋଇ କଂସ ପ୍ରଭୁ ଏତେ ଉଦ୍ଧତ ହେଲାଣି। ଦ୍ୱାପର ଯୁଗରେ ଗୋଟିଏ ରାକ୍ଷସକୁ ମାରିବା ପାଇଁ ମା ଧରିତ୍ରୀ ବ୍ରହ୍ମାଙ୍କୁ ଆଜ୍ଞା ଗୁହାରି କଲା। କୁହନ୍ତୁ ଆଜ୍ଞା କଳି ଯୁଗରେ ଯଦି ଏମିତି ରାକ୍ଷସ ପ୍ରକୃତିର ମଣିଷ ଆଜ୍ଞା ବାହାରିବେ ସଂସାର କେମିତି ଆଜ୍ଞା ନଷ୍ଟ ହବନି? ସେଇଥିପାଇଁ ମଣିଷ ନିଜ ହାତରେ ନିଜ ସୁଖକୁ ନଷ୍ଟ କରିଦିଏ ଆଜ୍ଞା। ତା ସୁଖ କେହି ମାରି ଦିଅନ୍ତିନି। ମଣିଷ କର୍ମ ଦ୍ୱାରା ନିଜ ଦୁଃଖ ସୁଖକୁ ନିମନ୍ତ୍ରଣ କରେ। ଦ୍ୱାପର ଯୁଗରେ ଗୋଟିଏ ରାକ୍ଷସ ଉଦ୍ଧତ ହେଲା ନା ହେଲା କଂସ। ତାର ବିନାଶ କରିବା ପାଇଁ ମା ଧରିତ୍ରୀ ଯାଇ ଭଗବାନ ବ୍ରହ୍ମାକୁ ଗୁହାରି ଗଲା। ପ୍ରଭୁ ଆପଣ ଯୋଉ ବର ଦେଇଛନ୍ତି ଯୋଉ କଂସକୁ ତାର ବରରେ ବଳିଆନ ହୋଇ ବର୍ତ୍ତମାନ ସେ କାହାକୁ ମାନୁନି ଏତେ ଉଦ୍ଧତ ହେଲାଣି ତାର ଭାରି ମୁଁ ସହି ପାରୁନି। ଯଥା ଶୀଘ୍ର ସେ ଉଦ୍ଧତ ବୃକ୍ଷ କାଟନ୍ତୁ ତାର ଭାରି ମୁଁ ସହ୍ୟ କରିପାରିବି ନାହିଁ। ତ୍ରିପୁର ବିଜୟୀ କଂସଙ୍କର ତ୍ରିପୁର ବିଜୟୀ କଂସଙ୍କର ତ୍ରିପୁର ବିଜୟୀ କଂସଙ୍କର
ओ तू कंस पाठ करी बोली ठिया ହେଇଛୁ अरे तम टाइम रे से सब नाही काई कहिला ए, एबे सब सोशल प्ले हे गला हां मोर सार माने बसंती आम समय रे हां वैष्णव पाणी कर गणेश गीति नाट्य अच्छा तापरे भस्मासुर वध हां कंस वध हाँ। प्रचंडासुर वध हमें सब रोलार करथलु तेमे ओलारु थिलो अरे सेते बेले तुमे कंस पाठ करूथिलो अच्छा कंस पाठ माने केमिति रोलर करथलु हमें कहलु प कंस पाठ केमिति करू टिके देखिबा समर काई करना काटू काई से महुरी बाजा काई सब अछि तू किंतु गीत गाई बे रास गाई अरे सब अछि खाली कंस चालीटा तमे पकै परिया देखि केमिति का देखो सेतला पर के चाली पड़थला धरम धरम सिंह से सोमहि जानो काई सिंह से सोमहि ए फेरु शृंगालंक धमक कुकिया डरिबी ए जन्मभूमिर प्रतिरक्षा पाई मले पछे मोहि मरिबी रह कंस पाठ अछि आ होउची मध्ये जे आउ गाइबु ना सेतिकी सरीगला अरे देव गण करियाछि पर त्रिपुरे रखाई देवी नाही सरी गला तुम देव भोग अमृत खाई देवी माइक बाबू तम डाइसी सुईच ठीक कर कौन बोलू रे अरे मणि सब डाइसी बसले सी पूरा हम मानस बाबू रे ता कांधर नेकी टाको थैसैलो हां बंद हो गया हां मोर डाइसी अभ्यास अच्छा मु डाइसी बोली तापरे गोड़ थई देई की माइक बेला को जहलौची तम डाइसी काई हलौची हौ बस बस बसे बोला उद्धत हुई जी मूल रुजाए भला मोर ये विनीत हेले सुख से ने जगत रे जे उद्धत पंडित हेची चारि जुग को अनुसंधान करंतु जते राक्षस उद्धत हेले सब समस्ते मले सब समस्ते आज्ञा निश्चिन्न हेले ये पद न मरियो तू हमर पुओ है कि आज्ञा बंची की रही छंती कुहंतु आज्ञा नु आज्ञा उद्धत पाई पृथ्वी पाई स्थान नाही नहीं उद्धत व्यक्ति पाई पृथ्वी अनुपयुक्त आज्ञा ए पृथ्वी रे उद्धत लोक मानक पाई पंडित हेइनी ए केवल शस्य सेवल धरित्री माँ जगत रे मनुष्य पाई जीवन पाई पंडित तैयारी जी मनुष्य देह दिव्य गान देखि संतोष भगवान एठी केवल दिव्य मनुष्य पाई आज्ञा पृथ्वी तैयारी हेजी नु एठी जे पंडित उद्धत हबो जदि दुष्कर्म करिवो माँ तार भार सही परिबो नाही